ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ସହରର ସମସ୍ୟାର ସମାଧାନ କେବେ? ଓଡ଼ିଶାର ସର୍ବବୃହତ ଜିଲ୍ଲାର ସଦର ମହକୁମା ବାରିପଦା ସହରର ସର୍ବବୃହତ ସମସ୍ୟା ଲାଗି ରହିଛି। କଥାରେ ଅଛି ଗରିବଙ୍କୁ ଦୈବ ସାହା। WN10 ଆମ୍ବବାଗାନ ସାହିରେ ଦେଖିବାକୁ ମିଳିଛି। ଚିନ୍ମୟ ପାନ, ବିନୟ ପାଳ, ଅରୁଣ ସାହୁ, ପ୍ରମୋଦ ମହାନ୍ତି, ଶାନ୍ତିଲତା ପାତ୍ର, ଅରୁଣ ରାଉତ, କନକଲତା ସାହୁ, ରଥ ସାହୁ, ପାର୍ବତୀ ସାହୁ, ପୂର୍ଣ୍ଣ ସାହୁ ଏହି ଆମ୍ବବାଗାନ ସାହି ବାସିନ୍ଦା। ଏମାନଙ୍କର ଏହି ବର୍ଷା ଦିନରେ ରାତ୍ରିରେ ନିଦ ହଜିଯାଏ। ଭଗବାନ ହିଁ ଥାନ୍ତି ସେମାନଙ୍କର ଭରସା। କାରଣ ଜରାଳି ଓ ସରଳୀ ନଦୀ ଆରିକୁ ଜବରଦଖଲ ଦ୍ୱାରା ଦିନକୁ ଦିନ ସଂକୁଚିତ କରାଯାଇଛି। ଫଳରେ ପାଣି ଚଲାପଥରେ ବ୍ୟାଘାତ ସୃଷ୍ଟି ହୋଇଛି। ଏଥିପ୍ରତି ସରକାର ପଦକ୍ଷେପ ନେଲେ ଏହି ବିପଦରୁ ସେମାନେ ମୁକ୍ତି ପାଇବେ। ଏହି ବସ୍ତି ବାସିନ୍ଦାମାନେ ଦୀର୍ଘ 20 ବର୍ଷରୁ ଉର୍ଦ୍ଧ୍ୱ ଘରଦ୍ୱାର କରି ରହିଛନ୍ତି, ମାତ୍ର ସରକାରଙ୍କ କିଛି ସୁବିଧାରୁ ବଞ୍ଚିତ ଅଛନ୍ତି। ଏମାନଙ୍କୁ ଆଗ ସରକାରଙ୍କ ଜାଗା ମିଶନ ଅନୁସାରେ ଜମି ପଟ୍ଟାର ବ୍ୟବସ୍ଥା ହୋଇନାହିଁ। ଫଳରେ ବହୁତ କିଛି ମୌଳିକ ସୁବିଧାରୁ ଏମାନେ ବଞ୍ଚିତ ହେଉଛନ୍ତି। ପିଲାମାନଙ୍କର ପାଠପଢ଼ା, ଚାକିରି କ୍ଷେତ୍ରରେ ଆବଶ୍ୟକ ହେଉଥିବା ବାସିନ୍ଦା ପ୍ରମାଣପତ୍ର ଓ ଜାତି ପ୍ରମାଣପତ୍ର ପାଇପାରୁନାହାନ୍ତି। ପୂର୍ବରୁ ଅଧିକାରୀମାନଙ୍କ ପାଖକୁ ଯାଇ ସେମାନେ ଥକି ଯାଇଛନ୍ତି। ମାତ୍ର ବର୍ତ୍ତମାନର ଲୋକପ୍ରିୟ ସରକାରଙ୍କ ପାଖରେ ଗରିବ ଜମିହୀନ ପରିବାରର ଗଣମାନଙ୍କର ସେମାନଙ୍କର ଗୁହାରି ଜଣାଇଛନ୍ତି। ଏହା ଯଥାଶୀଘ୍ର ମିଳିଲେ ନିଶ୍ଚୟ ଗରିବ ପରିବାର ଉପକୃତ ହେବେ। ମୟୂରଭଞ୍ଜ ବାରିପଦାରୁ ଗୌର ଦାସ ଗିରିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ। କହିଲେ ଆଜ୍ଞା ଆପଣ ପରିଚୟ ଟିକେ ଦେଲେ। ମୋ ନାଁ ହେଉଛି ରଥ ସାହୁ। କ'ଣ ପ୍ରୋବ୍ଲେମ୍ ରହୁଛି? ଅସୁବିଧା ରହୁଛି ଆଜ୍ଞା, ମାନେ ବର୍ଷା ହେଲା ବେଳକୁ ପାଣି ମାଡ଼ି ଆସୁଛି। ଏଇଟା କେତେ ନମ୍ବର ୱାର୍ଡ? 10 ନମ୍ବର ୱାର୍ଡ, କାଳୀ ମନ୍ଦିର ସାହି। କାଳୀ ମନ୍ଦିର କେଉଁ ସାହି ଏଟା? ଆମ୍ବାଗାନ। କ'ଣ ଅସୁବିଧା ରହୁଛି କୁହନ୍ତୁ? ଅସୁବିଧା ହେଉଛି ଯେ ମାନେ ବର୍ଷା ହେଲା ବେଳକୁ ପାଣି ମାଡ଼ି ଆସୁଛି। ଆଉ ଟିକେ ବର୍ଷା ହେଲା ବେଳକୁ ପାଣି ଦୁଇ ପଟେ ନଦୀ ଅଛି। ଜୋରାଳି ଶୈଳୀ ଦୁଇଟା ନଦୀ ଅଛି। ଆଉ ପାଣି ଆସିଲା ବେଳକୁ ମାନେ ଘର ଅଛି, ଆମେ ଶୋଇପାରୁନେ। ଆଉ ପାଣି ଆସିଲା ବେଳକୁ ଆଡ଼ି ବନ୍ଧ ନାହିଁ। ଆଜି ଆଉ ଆଗରୁ ନଦୀ ମାନେ ବଡ଼ ଥିଲା, ଏବେ ଛୋଟ ହେଇକି। ଛୋଟ କ'ଣ ପାଇଁ ହେଉଛି? ଆଉ ମାନେ ସେପଟୁ ମାଡ଼ି ଆସିଲା ବେଳକୁ ଛୋଟିଆ ହେଇଯାଉଛି। ଆପଣଙ୍କର ଯେଉଁ ସରାଳି ଜୋରାଳି ଯେଉଁଟା ମିଶିଛି ସେଇ ଜାଗାରେ ଆପଣଙ୍କର ଘର? ଆଜ୍ଞା, ପୁରା ମୁହଁ ପାଖରେ ଦ୍ୱୀପରେ। କୂଳ ଅଲରେଡ଼ି ଖାଇଗଲାଣି। ତେଣୁ ଆପଣ କ'ଣ ନିବେଦନ କରିବା ପାଇଁ ଚାହୁଁଛନ୍ତି ସରକାରଙ୍କ ପାଖରେ? ସରକାର ଟିକେ ଆଡ଼ିବନ୍ଧ ହାଇଟ୍ କଲେ ଆଉ ଟିକେ ନଦୀଟା ଉଷାର ହେଲେ ମାନେ ପାଣିଟା ଜଲ୍ଦି ପଳେଇବ। ଆପଣଙ୍କର କ'ଣ ଡିମାଣ୍ଡ ରହୁଛି? ହଁ, ସେଇ ନଈ ଖାଇଯାଉଛି। ଏଇ ଜାଗା ଉପରେ ଆମେ ରହିଲୁନି, ଏତେ ବର୍ଷ ହେଲା, 35 ବର୍ଷ ହେଲା ରହିଲୁଣି। ଆଉ ଏମିତି ଅସୁବିଧା ହେଲା ବେଳକୁ ରାତିରେ ଶୋଇପାରୁନୁ, ଦିନରେ ବି ସେମିତି ଖାଇ ପିଇ ପାରୁନୁ, ଡର ଲାଗୁଛି। ଆଉ ନଈ ଚାଲି ଆସିବ କେତେବେଳେ କ'ଣ ହେବ, ଜିନିଷପତ୍ର ନୋକସାନି ହେଉଛି। ସେ ବର୍ଷ ନୋକସାନି ହେଇଗଲା, କେତେ କୁଆଡ଼ୁ କ'ଣ ଜିନିଷ ଗଲା। এই জায়গা আপনার টিকট হেলানি? না, টিকট ହେଇନି। এতে ବର୍ଷ ହେଲା ତ କାହିଁ ଆସେ କିଛି କରୁନାହାନ୍ତି। কোন অসুবিধা রয়েছে? টিকট হଉନାହାନ୍ତି। ଛୁଆମାନେ ଏଇ ପାଠ ପଢିବା ପାଇଁ ଅସୁବିଧା, ଏଇ ଚାକିରିଟିଏ କରିବା ପାଇଁ ଅସୁବିଧା, ଅସୁବିଧା। ରେସିଡେନ୍ସ ହଉନି? ନା, କିଛି ହଉନି ତ କାହିଁ କିଛି। ଆପଣ କଲେକ୍ଟର ମହୋଦୟଙ୍କ ଦ୍ୱାରସ୍ଥ ହେଇଥିଲେ? ହଁ, କେତେ ଥର ଯାଇଛୁ। ଏବେ ଆମେ ଯାଇନୁ, ଏ ନୂଆ ଯୋଉ ହେଇଛନ୍ତି ଆମେ ଯାଇନୁ। ଚେୟାରମ୍ୟାନ ସାର୍ଙ୍କୁ ଜଣାଇଥିଲେ? କୁହାହେଇଛି। କେତେ ଥର ଜଣାଇଲେ? ହଁ, କେତେ ଥର କୁହା ହେଲାନି, ଲେଖି ଦିଆହେଇଛି, କେତେ ଦିଆହେଇଛି, ସବୁଥରେ ନାଁ ଫାଁ ଲେଖି ଦିଆହେଇଛି।